श्रीमाता शरणं श्री अरविंद शरणं इंदुपुर केन्द्रापड़ार आज साप्ताहिक ऑनलाइन पाठचक्र योगदान करथिबा समस्त मातृप्रेम भाई को मोर सादर सप्रेम नमस्कार। समस्त को मु पुनर्बार अभिनंदन तथा स्वागत जनाऊँ। मां पाखरे समस्त तरफ विनम्र कृतज्ञता। आमर परम सौभाग्य तांकरी कृपारु ही हमको ये दिव्य वाणी गुड़िक पठन मनन करिवार सुजोग मिलुछि। आमे मोटे एमती भाबा नहीं जे आमे एथिपाई निजे इच्छा करी निजे चेष्टा करी आछंती बा निजे इच्छा करी सब शुणुचंती निजे पढ़ुचंती। प्रकृत सत्य होछि जे सी ही हमको टाणी आनिचंती, हमको हाथ धरी पाठ पढ़ाउचंती, हमको सब कथा शुणाउचंती बुझाउचंती एवं आम चेतनार आवश्यक परिवर्तन रूपांतर साधन करुचंती। अहेतुक कृपा पाई मां को आमर अशेष अशेष कृतज्ञता। आमे निरंतर जमिति ए कृतज्ञतार भावटी को भूली न जाओ सेतिपाई सब बळे प्रयत्नशील हवा। जोग समन्वय क्षमा करिवे प्रभुंकर जोग प्रदीप संकलन रे जो पत्रावली संग्रहित होइछि ता हमें धारावाहिक भाव में अध्ययन करुचंती। श्री अरविंद साधक मान सहित कथोपकथन करुला बेले साधक माने तांको अनेक प्रश्न पचारुथिले। कई साधक जो माने दूर रे थिले तांकर अनुगामी किंतु तांकर सहित नथिले से माने पत्र माध्यम रे तांकर जिज्ञासा प्रभु को पाखरे निवेदन करुथिले। योग साधना संपर्कीय प्रश्न एवं से सबुर उत्तर रे प्रभु जो पत्र गुड़िक लिखि थिले सेटा सब तांकर योग पत्रावली। से योग पत्रावली रु किछि पत्र विषय भित्तिक टॉपिक वाइज किछि पत्र संकलित करी योग प्रदीप पुस्तिकाटी प्रकाशित होइछि एवं ये पत्र गुड़िकर अनुवादक होचंती पूज्य बाबाजी महाराज और श्री कुंज बिहारी महांती। बहुत सुंदर अनुवाद होइछि। जेते बेले एटा पढुछि अनुभव करुछि जे अति उच्च कोटर अनुवाद मते आश्चर्य लागुछि। आश्चर्य कथा किछि नाही। जाको हेउ तो सदय ज्ञानता हृदय हृदय। पूज्य बाबाजी प्राथमिक स्तर शिक्षा लाभ करथिले हैं श्री अरविंद भाषा कैम्ब्रिज रो इंग्रजी भाषा बुझी ताकू ओडिया भाषा रूप देवा एटा केवल विभु कृपार ही परिप्रकाश। एतरे कौन संदेह नहीं एवं स्पष्ट अनुभूत होइछि। आमे वर्तमान अछंती लक्ष्य पर्याय रे लक्ष्य संपर्क रे जो पत्र गुड़िक ता आमे अध्ययन करुचंती।
ଏ ପତ୍ର ଗୁଡିକର ଅଧ୍ୟୟନ ମାଧ୍ୟମରେ ଯୋଗ ସମ୍ପର୍କରେ, ସାଧନା ସମ୍ପର୍କରେ, ଜୀବନର ଲକ୍ଷ୍ୟ ସମ୍ପର୍କରେ ଏବଂ ଆଧ୍ୟାତ୍ମିକତାର ମାର୍ଗରେ ପ୍ରବେଶ କରିବା ପାଇଁ ଯେଉଁ ସବୁ ଫଣ୍ଡାମେଣ୍ଟାଲ ନଲେଜ, ଏ ମୌଳିକ ଜ୍ଞାନ ଆମର ଆବଶ୍ୟକ, ତାହା ଆମକୁ ଏ ପତ୍ର ମାଧ୍ୟମରେ ବହୁତ ପରିମାଣରେ ମିଳିଯିବ। ମୋର ଆଶା ଏବଂ ଆପଣମାନଙ୍କର ବି ଏ ପ୍ରକାର ନିଶ୍ଚୟ ଅନୁଭୂତି ରହିଥିବ। ଏବଂ ଯେଉଁ ସାଧକମାନେ, ଜିଜ୍ଞାସୁମାନେ ପ୍ରଶ୍ନ କରିଛନ୍ତି, ସେମାନେ ଆମ ଭଳି ସାଧାରଣ ମଣିଷ, ଅଜ୍ଞାନତାରୁ ଆଲୋକ ଆଡକୁ, ଜ୍ଞାନ ଆଡକୁ ଆମ ସମସ୍ତଙ୍କର ଯାତ୍ରା। ତେଣୁ ସେମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହଉଥିଲେ, ଉଣା ଅଧିକେ ସେସବୁ ଆମର ମଧ୍ୟ ସମସ୍ୟା। ତେଣୁ ସେଇ ପତ୍ର ଗୁଡିକ ମାଧ୍ୟମରେ ଆମେ ଆମର ଅନେକ ଗୁଡ଼ିଏ ଜିଜ୍ଞାସାର ସମାଧାନ ପାଇଯିବା। ସାଧନାରେ ଆମର ଅବରୁଦ୍ଧ ମାର୍ଗ ପୁଣି ଖୋଲିଯିବ, ପୁଣି ଆମେ ଆଗକୁ ବଢିବା। ସେ ଉଦ୍ଦେଶ୍ୟରେ ହିଁ ପତ୍ର ଗୁଡିକ ଲେଖା ହେଇଛି ଏବଂ ସଂକଳିତ ହେଇଛି। ଗତ ଅଧିବେଶନରେ ଆମେ ଯେଉଁ ପତ୍ର ଗୁଡିକ ଅଧ୍ୟୟନ କରୁଥିଲେ, ଆପଣମାନଙ୍କର ମନେ ଥିବ ଯେ ଏଇ ଯେଉଁ ଚେତନାର ବିବର୍ତ୍ତନ ପ୍ରକ୍ରିୟା ଚାଲିଛି, ଏଇଟା ଭଗବାନଙ୍କର ଲୀଳା, ତାଙ୍କର ଇଚ୍ଛା। ସିଏ ନିଜେ ନିବର୍ତ୍ତିତ ହେଇଛନ୍ତି, ସିଏ ନିଜେ ବିବର୍ତ୍ତିତ ହଉଛନ୍ତି, ଆଉ କିଛି ହଉନାହିଁ। ଆମେ କେହି ନୁହଁ, ସବୁ କେବଳ ସେହି। ଏବଂ ଏଇ ଯେଉଁ ଆମେ ଅପରା ପ୍ରକୃତି କହୁଛୁ, ନିମ୍ନ ପ୍ରକୃତି, ଏଇଟା ତାଙ୍କର ହିଁ ଗୋଟେ ଅବସ୍ଥା। ସେ ନିଜେ ଏ ଅପରା ପ୍ରକୃତି ଅନ୍ତର୍ଗତ ଅସଂଖ୍ୟ ବ୍ୟକ୍ତିଗତ ସତ୍ତାରେ ପରିଣତ ହେଇଛନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତିଗତ ସତ୍ତାକୁ ତାଙ୍କର ଗୋଟେ ଅହଙ୍ଗତ ସ୍ୱାଧୀନତା ଦେଇଛନ୍ତି। ସେ ସ୍ୱାଧୀନତାରେ ସେ ହସ୍ତକ୍ଷେପ କରିବେ ନାହିଁ, କାରଣ ତାଙ୍କର ଗୋଟେ ନାଟକ କରିବାର ଅଛି। ସେ ନାଟକ, ସେ ଲୀଳା ସେ ଉପଭୋଗ କରୁଛନ୍ତି, ସେଥିରୁ ସେ ଦିବ୍ୟ ଆନନ୍ଦ ଲାଭ କରୁଛନ୍ତି। ତେଣୁ ଆମେ ଯେଉଁ କହୁ ଭଗବାନଙ୍କର ଇଚ୍ଛା ବିନା କିଛି ହଉନି, ପ୍ରକୃତରେ ତାଙ୍କର ଇଚ୍ଛା ବିନା କିଛି ହଉନି। ତାଙ୍କର ଇଚ୍ଛାରେ ହିଁ ସେ ଏଇ ଅହଙ୍ଗତ ଜୀବମାନଙ୍କୁ ସ୍ୱାଧୀନତା ଦେଇଛନ୍ତି। ତେଣୁ ଯାହାର ଯାହା ସ୍ୱାଧୀନତା ସଂକଳ୍ପକୁ ନେଇକରି ସେ କାର୍ଯ୍ୟ କରୁଛି, ତାକୁ ଭଗବାନ ଅନୁମୋଦନ କରିଛନ୍ତି। ତେଣୁ ପ୍ରତ୍ୟେକ ବ୍ୟକ୍ତିଗତ ସତ୍ତା ସେ ଚାହିଁଲେ ସତ୍ୟକୁ ବରଣ କରିବ, ନହେଲେ ବର୍ଜନ କରିବ, କିନ୍ତୁ ଘୁରି ଘୁରି କରି ପୁନର୍ବାର ତାକୁ ସତ୍ୟର ସମ୍ମୁଖୀନ ହେବାକୁ ପଡିବ। ସତ୍ୟକୁ ବରଣ କରିବ, ଆଗକୁ ବଢିବ। ଯେପର୍ଯ୍ୟନ୍ତ ସତ୍ୟ ବିମୁଖ ହେଇକରି ଥିବ, ସେ ନିଜର ବିବର୍ତ୍ତନକୁ ସେତିକି ବିଳମ୍ବିତ କରୁଥିବ। ତେଣୁ ଅନ୍ୟ ରାସ୍ତା ନାହିଁ, ନାନ୍ୟ ପନ୍ଥା ବିଦ୍ୟତେ ଅନାୟ। ଏବଂ ଏଇ ଯେଉଁ ସତ୍ୟକୁ ବରଣ କରିବ, ଅନ୍ଧାରରୁ ଆଲୋକ ଆଡକୁ ଯାତ୍ରା କରିବ, ତାକୁ ସୋପାନ ପରେ ସୋପାନ, ସ୍ତର ପରେ ସ୍ତର ଅତିକ୍ରମ କରିବାକୁ ପଡିବ। କୌଣସି ଗୋଟିକୁ ବାଦ ଦେଇ ବା ଲମ୍ଫ ପ୍ରଦାନ କରି ଡେଇଁକରି ସେ ଯାଇପାରିବ ନାହିଁ। ତେଣୁ ଆମକୁ ପୁନର୍ବାର ରାମ ହେବାକୁ ପଡିବ, କୃଷ୍ଣ ହେବାକୁ ପଡିବ, ଶିବ ହେବାକୁ ପଡିବ। ସେ ଦେବଲୋକ ଦେଇକରି ହିଁ ଆମେ ଯିବା, ଅଧିମାନସ ଜଗତ ଦେଇକରି। ଅଧିମାନସ ଜଗତ ଦେଇକରି ଅତିମାନସରେ ଆମେ ପଦାର୍ପଣ କରିବା। କୌଣସି ସୋପାନକୁ ଆମେ ସ୍କିପ୍ କରିପାରିବା ନାହିଁ ବା ବାଇପାସ୍ କରିକି ଯାଇପାରିବା ନାହିଁ। ପ୍ରତ୍ୟେକଟି ସୋପାନ ଉପରେ ନିଜର ପଦକ୍ଷେପ ଦୃଢ କରିବାକୁ ପଡିବ ବୋଲି ପ୍ରଭୁ କହୁଥିଲେ। ଅର୍ଥାତ୍ ଏମିତି ନୁହେଁ ଯେ ଗୋଟେ ସୋପାନରେ ପାଦ ଦେଇଦେଲେ ଯଥେଷ୍ଟ ହେଇଗଲା।
ସେକୁ ସ୍ପର୍ଶ କରିଦେଲେ ତାପରେ ଆମେ ଅତିକ୍ରମ କରିଯିବା, ଏମିତି ନୁହେଁ। ସେଠି ପଦକ୍ଷେପ ଦୃଢ କରିବା, ଅର୍ଥାତ୍ ବର୍ତ୍ତମାନ ଯେମିତି ଆମେ ମନଭୂମିରେ ଆମର ପଦକ୍ଷେପଟା ଦୃଢ କରିଛନ୍ତି, ମନଭୂମି ଆମର ନିଜର ରାଜ୍ୟ ହେଇଯାଇଛି, ଆମ ନିଜ ଗାଁ ହେଇଯାଇଛି। ଯେମିତି ଆମ ନିଜ ଗାଁ ଆମକୁ ଅତି ଅନ୍ତରଙ୍ଗ ଲାଗେ, ସେଟା କିଛି ନୂଆ ଲାଗେ ନାହିଁ, ତାର ବାଲି ଗୋଡି ସହିତ ଆମେ ପରିଚିତ, ସେଟା ଗୋଟା ପୁଣି ଆମର ନିଜର ଲାଗେ। ତାର ଟିକିନିଖି ପ୍ରତ୍ୟେକ ସ୍ଥାନ, ପ୍ରତ୍ୟେକ ଭୂମି, ପ୍ରତ୍ୟେକ ଅବସ୍ଥା, ପ୍ରତ୍ୟେକ ଋତୁ, ପ୍ରତ୍ୟେକ ପରିବେଶ ସାଙ୍ଗରେ ଆମେ ପରିଚିତ। ସେମିତି ଚେତନାର ପ୍ରତ୍ୟେକ ଭୂମି ଯେମିତି ହେଇଯିବ ଆମ ନିଜ ଗାଁ, ନିଜ ଘର, ତା ସହିତ ଆମେ ଓତପ୍ରୋତ ହେଇଯିବା, ଟିକିନିଖି ଭାବରେ, ଘନିଷ୍ଠ ଭାବରେ ତା ସହିତ ଯୋଡି ହେଇଯିବା, ତା ଗୋଟା ପୁଣି ଆମର ନିଜର ହେଇଯିବ, ଅନ୍ତରଙ୍ଗ ହେଇଯିବ, ଘନିଷ୍ଠ ହେଇଯିବ। ସେଇଟା ହଉଛି ସେଠି ଆମର ଦୃଢ ଭିତ୍ତି। We have to rest there firmly. We have to rest our feet firmly on each step. ବୋଲି ଯେଉଁ କହିଲେ ଏଇଟା ସେ ଅବସ୍ଥା। ଦୃଢ ପଦକ୍ଷେପ ହେବାର ଅର୍ଥ ହଉଛି ଅତି ଅନ୍ତରଙ୍ଗ ଭାବରେ ତା ସହିତ ପରିଚିତ ହେବା ବା ଯୋଡି ହେବା, ଓତପ୍ରୋତ ହେବା। ସେ ଅନୁଭୂତିଟା ଯେମିତି ଆମର ସମ୍ପୂର୍ଣ୍ଣ ଆପଣାର ହେଇଯିବ, ତାପରେ ଯାଇକରି ଆମେ ପରବର୍ତ୍ତୀ ସ୍ତରକୁ ଯିବା ପାଇଁ ଯୋଗ୍ୟ ହେବା। ତେଣୁ ଏଥିରୁ ଜଣାପଡୁଛି ଯେ ଆମେ ଯେପର୍ଯ୍ୟନ୍ତ ଗୋଟେ ପରିପୂର୍ଣ୍ଣ ମାନବଟି ହେଇନାହୁଁ, ସେ ପର୍ଯ୍ୟନ୍ତ ଉଚ୍ଚତର ମନଚେତନାକୁ ବା ଅଧିମାନସକୁ ଯିବାର ପ୍ରଶ୍ନ ଉଠୁନି। ତେଣୁ ସେ ଯୋଗ କଥା ବହୁତ ଦୂରରେ ଥାଉ, ଅତିମାନସ ବହୁତ ଦୂରରେ ଥାଉ, ଆମକୁ ପ୍ରଥମେ ଭଲ ମଣିଷଟିଏ ହେବାର ଅଛି। ଭଲ ମଣିଷଟିଏ। ଆମେ ତ ଜାଣି ଜାଣିକରି ଯେତିକି ଭୁଲ କରୁଛନ୍ତି, ଆମର ଜାଣି ଜାଣିକରି ଆମ ଦ୍ୱାରା ଯେତିକି ପାପାଚରଣ ହଉଛି, ଯେତିକି ଅସଙ୍ଗତ ଆଚରଣ ହଉଛି, ଯାହାକି ଆମକୁ ଆମର ପ୍ରଗତିକୁ ବାଧା ଦଉଛି ପ୍ରକୃତରେ, ଯୋଉଟା ଆମେ ଜାଣିକରି କରୁଛନ୍ତି, ପ୍ରଥମେ ତ ସେଥିରୁ ବଞ୍ଚିବା ଦରକାର। ଯୋଉଟା ଜାଣିପାରୁନାହାନ୍ତି ତା କଥା ପରେ ଚିନ୍ତା କରିବେ। ଯୋଉଟା ଜାଣିକରି ଜଣେ ଭୁଲ କରୁଛି, ଯେପର୍ଯ୍ୟନ୍ତ ସେ ସେଟା କରୁଥିବ, ସେ ପର୍ଯ୍ୟନ୍ତ ସେ ଯାହା ଜାଣିପାରୁନାହିଁ ତାକୁ ଭଗବାନ ସେଟା ଜଣେଇବେ ନାହିଁ। ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଅପାଭାଇ ମାନେ, ଏଇଟା ମୋର ଅନୁଭବ ଏବଂ ଆପଣମାନଙ୍କର ବି ଏଭଳି ଅନୁଭବ ନିଶ୍ଚୟ ଥିବ। ଆମେ ବହୁତ ବଡ ବଡ କଥା କହିକରି କିଛି ଲାଭ ନାହିଁ, ବହୁତ ବଡ ବଡ ତାତ୍ତ୍ୱିକ ଆଲୋଚନା କରି କିଛି ଲାଭ ନାହିଁ। ଏଇଟା ଆତ୍ମପ୍ରତାରଣା ହବ। ଯଦି ପ୍ରକୃତରେ ଆମେ କିଛି ପ୍ରାକ୍ଟିକାଲ କରିବା ପାଇଁ ଚାହୁଁଛନ୍ତି, ପ୍ରଭୁ ଯାହା ଶିଖେଇଛନ୍ତି ସେ ମାର୍ଗରେ ଆମେ ପ୍ରକୃତରେ ଚାଲିବା ପାଇଁ ଯଦି ଚାହୁଁଛନ୍ତି, କେବଳ ମାନସିକ ଜ୍ଞାନରେ ସନ୍ତୁଷ୍ଟ ହେଇକି ରହିବାକୁ ଚାହୁଁନାହାନ୍ତି, ଯଦି ପ୍ରକୃତରେ ନିଜର ଚେତନାର ପରିବର୍ତ୍ତନ କରି ପ୍ରଭୁଙ୍କୁ ଅନୁସରଣ କରିବା ପାଇଁ, ତାଙ୍କ ପରି ହେବା ପାଇଁ ଯଦି ଆମେ ଚାହୁଁଛନ୍ତି, ଯଦି ପ୍ରକୃତରେ ଆମେ ମା ସିଂହଙ୍କୁ ଭଲ ପାଉଛନ୍ତି, ତାହେଲେ ସର୍ବପ୍ରଥମ ଆମର ଜାଣତରେ ଆମେ ଯେତିକି ଅସଙ୍ଗତ ଆଚରଣ କରୁଛନ୍ତି ତାହା କରିବା ନାହିଁ। ସେଇଟା ଯଦି ଆମେ ନିରବଚ୍ଛନ୍ନ ଭାବରେ କିଛି କାଳ ଅଭ୍ୟାସ କରିବା, ସେଇଟା ହେଇଯିବ ଆମର ଆସ୍ପୃହା। ପ୍ରକୃତରେ ଆସ୍ପୃହାଟା କଣ? ଆମର ଚେତନାର ଯୋଉ ଝୁଙ୍କ, ଯୋଉଟା ଆମର ସବୁବେଳେ ସମ୍ମୁଖରେ ଥାଏ, ଯୋଉଟାକୁ ଆମେ ଭୁଲି ପାରୁନା କେତେବେଳେ, ଏବଂ ସବୁବେଳେ ଆମେ ସେଇ ଝୁଙ୍କରେ ଥାଉ, ସେଇ କାର୍ଯ୍ୟଟି କରୁଥାଉ, ସେଇଟା ଆମର ଆସ୍ପୃହା। ତାକୁ ଭଗବାନ ପୂରଣ କରନ୍ତି। ଯଦି ଏଇଟା ଆମର ଆସ୍ପୃହା ହବ ନା, ମୁଁ କେବେ ବି ଜାଣି ଜାଣି ଭୁଲ କରିବି ନାହିଁ,
ଅସଙ୍ଗତ ଆଚରଣ କରିବି ନାହିଁ। ଯଦି ପରିବେଶକୁ ମୁଁ ସଙ୍ଗତି ପ୍ରଦାନ କରିବି, ପରିବେଶ ମଧ୍ୟ ପ୍ରତିଦାନରେ ମତେ ସଙ୍ଗତି ହିଁ ଦବ। ଏଇ ଯୋଉ କାର୍ଯ୍ୟକାରଣ ନିୟମଟା ଭଗବାନ ସୃଷ୍ଟି କରିଛନ୍ତି, ଏ ବିବର୍ତ୍ତନର ନିୟମ ସେଇଟା, ଯାହା ଆଇନଷ୍ଟାଇନ ବହୁତ ଡେରିରେ ଆବିଷ୍କାର କଲେ, ଆମର ବେଦରେ କୋଉ କାଳରୁ ଲେଖା ହେଇଛି। ଏବଂ ଆଇନଷ୍ଟାଇନ ଅତ୍ୟନ୍ତ ସ୍ଥୂଳ ଭାବରେ ତାକୁ ଆବିଷ୍କାର କରିଛନ୍ତି। ତାର ସୂକ୍ଷ୍ମ ଏବଂ ଗଭୀର ତତ୍ତ୍ୱକୁ ପ୍ରବେଶ କଲେ ଆମେ ବିସ୍ମିତ ହେଇଯିବ। ବର୍ତ୍ତମାନ ସେ ଭିତରକୁ ଯିବା ନାହିଁ, ମୁଁ କେବଳ କଥା ପ୍ରସଙ୍ଗରେ କହିଦେଉଛି। ଟୁ ଏଭ୍ରି ଆକ୍ସନ ଦେयर ଇଜ ଏନ୍ ଇକ୍ୱାଲ ଆଣ୍ଡ ଅପୋଜିଟ୍ ରିଆକ୍ସନ। ପ୍ରତ୍ୟେକ କ୍ରିୟାର ସମାନ ବିପରୀତ ପ୍ରତିକ୍ରିୟା ରହିଥାଏ। କାର୍ଯ୍ୟ କାରଣ ସମ୍ପର୍କ, ପ୍ରକୃତରେ ଏ ତତ୍ତ୍ୱଟି ଏତେ ସିଧା ସିଧା ନୁହେଁ। ଇକ୍ୱାଲ ଆଣ୍ଡ ଅପୋଜିଟ୍। ଇକ୍ୱାଲ କେତେବେଳେ ହବ? ଜଣେ ଗୋଟେ ବ୍ୟକ୍ତିଗତ ଚେତନା ଯେତେବେଳେ କିଛି କର୍ମ କରୁଛି, ତାର ପରିଣାମ ସେ ଭୋଗ କରିବ, ବିଶ୍ୱ ପ୍ରକୃତିରୁ ଆସିବ। ଏବଂ ସେ ଯେତିକି ପରିମାଣରେ ବିଶ୍ୱ ପ୍ରକୃତିରେ ସଙ୍ଗତି ବା ଅସଙ୍ଗତି ସୃଷ୍ଟି କରିଥିବ, ବିଶ୍ୱ ପ୍ରକୃତି ତାକୁ ସେ ଅନୁପାତରେ ସଙ୍ଗତି କିମ୍ବା ଅସଙ୍ଗତି ଦବ ପ୍ରତିଦାନରେ। କିନ୍ତୁ ଦବ କାହାକୁ? ଯେଉଁ ବ୍ୟକ୍ତିଗତ ଚେତନାର ଯେଉଁ ଅବସ୍ଥାରେ ସେ କର୍ମଟି କରିଥିଲା, ସେଇ ଅବସ୍ଥାରେ ଥିଲେ ତାକୁ ସେ ଦେଇପାରିବ। ଯଦି ସେ ନିଜେ ସେ ଅବସ୍ଥାରେ ନାହିଁ, ତାର ঊର୍ଦ୍ଧ୍ୱକୁ କିମ୍ବା ନିମ୍ନକୁ ଚାଲିଗଲାଣି, ତାହେଲେ ସେ ঊର୍ଦ୍ଧ୍ୱ କିମ୍ବା ନିମ୍ନ ସ୍ତରର ଇକ୍ୱିଭାଲେଣ୍ଟ ପ୍ରତିକ୍ରିୟା ସେ ଦେବ। ଏଇଟା ବୁଝିବାଟା ଏ ଆଧୁନିକ ବିଜ୍ଞାନ ପକ୍ଷରେ ସମ୍ଭବ ନୁହେଁ। ଏଇଟା ବୁଝିପାରିବନି ଆଧୁନିକ ବିଜ୍ଞାନ। ସେଇଥିପାଇଁ ଯୋଉମାନେ ଯୋଗୀ, ଯୋଉମାନେ ସାଧକ, ଯୋଉମାନେ ଆଧ୍ୟାତ୍ମ ଅଭିଷୁ ଟ୍ରୁ ସେନ୍ସରେ, ସେମାନଙ୍କ ଉପରେ କର୍ମବନ୍ଧନର ପ୍ରଭାବ ପଡେ ନାହିଁ ବୋଲି କହନ୍ତି। କାହିଁକି? ପୂର୍ବ କର୍ମର ପ୍ରଭାବ ତାଙ୍କ ପାଇଁ ତ ରହିଛି। ସଞ୍ଚିତ କର୍ମ ଯୋଉ 3 ପ୍ରକାର, ପ୍ରାରବ୍ଧ, ସଞ୍ଚିତ ଏବଂ କ୍ରିୟମାନ, ସେ ସଞ୍ଚିତ କର୍ମ ରହିଛି। କିନ୍ତୁ ସେଟା ଫଳିବ କେତେବେଳେ? ପ୍ରାରବ୍ଧରେ କେତେବେଳେ ପରିଣତ ହବ? ଯେତେବେଳେ ସେ ଚେତନା ସେଥିପାଇଁ ପ୍ରସ୍ତୁତ ହେଇଥିବ ବା ସେଭଳି ଅବସ୍ଥାରେ ଥିବ। ଯଦି ସେଭଳି ଅବସ୍ଥାରେ ସେ ନ ରହିଲା, ପ୍ରାରବ୍ଧ ଫଳିବ ନାହିଁ, ସେମିତି ଅପେକ୍ଷା କରି ରହିଥିବ। ସେଥିପାଇଁ ଯୋଗୀମାନଙ୍କ ଉପରେ ପୂର୍ବକର୍ମର ପ୍ରଭାବ ଲାଗୁ ହୁଏ ନାହିଁ। ତାଙ୍କର ବିବର୍ତ୍ତନ ଧାରାରେ ସେମାନେ ଏତେ ଆଗକୁ ବଢି ଯାଇଥାନ୍ତି ଯେ କର୍ମର ପରିଣାମ ତାଙ୍କ ଉପରେ ଫଳିବା ପାଇଁ ତାଙ୍କର ଚେତନା ଯେଉଁ ଅବସ୍ଥାରେ ରହିଥିବା ଦରକାର, ସେ ଅବସ୍ଥାରେ ରହେ ନାହିଁ କେତେବେଳେ। ସେଥିପାଇଁ ଜଣେ ମୃତ୍ୟୁ ଯୋଗକୁ ମଧ୍ୟ ଅତିକ୍ରମ କରିଯାଏ, ଯେମିତି ହେଇଥିଲା ମାର୍କଣ୍ଡେୟଙ୍କ କ୍ଷେତ୍ରରେ। ଆହୁରି ଅନେକ ଯୋଗ ସିଦ୍ଧ ସନ୍ଥ ମହାତ୍ମା ଆମେ ଜାଣୁ। ଆମର ପ୍ରାଚୀନ ପୌରାଣିକ କାହାଣୀ ମାଳା ଏବଂ ବୈଦିକ ସାହିତ୍ୟ ଏସବୁ ଦୃଷ୍ଟାନ୍ତରେ ଭରପୁର। ଆମେ ଅତି ଭାଗ୍ୟବାନ। ତେଣୁ ଏଇ ଯୋଉ ବିବର୍ତ୍ତନର ରହସ୍ୟ, ଏଇଟା ଅତି ଜଟିଳ। କର୍ମର ଗତିଧାରାଟା ଅତି ଜଟିଳ। କିନ୍ତୁ ଗୋଟିଏ କଥା ସତ୍ୟ, ଆମେ ଜଟିଳ ବୋଲି ଦ୍ୱନ୍ଦ୍ୱିହାନ ହେବା ଦରକାର ନାହିଁ, ମନକୁ ଭାରାକ୍ରାନ୍ତ କରିବା ଦରକାର ନାହିଁ। ଏକମାତ୍ର ସତ୍ୟ ହେଉଛି କର୍ମର ପରିଣାମ ଅନୁଯାୟୀ ଆମର ଚେତନା ବିବର୍ତ୍ତିତ ହେବ। ଏବଂ ଆମେ ଯେତେ ଅଧିକ ସଙ୍ଗତିପୂର୍ଣ୍ଣ ଆଚରଣ କରିବା ଏ ଜନ୍ମରେ, ତାର ପରିଣାମ ଆମ ପାଇଁ ଅପେକ୍ଷା କରି ରହିବ, ଆମର ବିବର୍ତ୍ତନକୁ ତ୍ୱରାନ୍ୱିତ କରିବ। ପୂର୍ବ ଜନ୍ମରେ ବା ଅତୀତରେ କରିଥିବା ଅସଂଖ୍ୟ ଅସଙ୍ଗତିର ପରିଣାମ ଯାହା ଆମର ପଥରୋଧ କରିଥାନ୍ତା, ଆମର ବିବର୍ତ୍ତନକୁ ଅବରୁଦ୍ଧ କରିଥାନ୍ତା। ଯେମିତି ସଗର ପୁତ୍ର ମାନଙ୍କୁ ତାଙ୍କର ଏତେ ଅସଙ୍ଗତ ସେମାନେ କର୍ମ କରିଦେଲେ ଯେ ସହସ୍ର ସହସ୍ର ବର୍ଷ ପର୍ଯ୍ୟନ୍ତ
ତାଙ୍କର ବିବର୍ତ୍ତନ ଅଟକିକି ରହେ। ସେ ବ୍ରହ୍ମ କୋପାନଳ ଦଗ୍ଧୀଭୂତ ହେବାର ଅର୍ଥ ହଉଛି ସେଇଟା। ସେ କୋପାଗ୍ନି ହଉଛି ସେଇଟା ଯାହାକି ବିବର୍ତ୍ତନକୁ ଅବରୁଦ୍ଧ କରିଦଉଥିବା ଶକ୍ତି, ଯୋଉଟା କି ତାଙ୍କର ଅସଙ୍ଗତ କର୍ମର ପରିଣାମ। ଆମେ କଣ ସେମିତି ଅସଙ୍ଗତ କର୍ମ କରିନଥିବା? ଅତୀତରେ କରିଥିବା, ତାର ପରିଣାମ ମଧ୍ୟ ଭୋଗ କରୁଛନ୍ତି, ଆମେ ଜାଣିପାରୁନାହାନ୍ତି। କିନ୍ତୁ ତା ଉପରେ କଣ କରିଛନ୍ତି ତା ଉପରେ ତ ଆମର କିଛି ଆଉ ନିୟନ୍ତ୍ରଣ, ଯାହା ଘଟିବାର କଥା ଘଟିଯାଇଛି। କିନ୍ତୁ ବର୍ତ୍ତମାନ ଯଦି ଅତିଶୟ ଅତ୍ୟନ୍ତ ଅଧିକ ପରିମାଣରେ ସଂଗତିପୂର୍ଣ୍ଣ ଆଚରଣ କରିବା, ତାହେଲେ ଅତୀତର ସେ ଅସଙ୍ଗତର ଆଚରଣର ପରିଣାମ ଆମକୁ ଭୋଗିବାକୁ ପଡିବନି, ତାକୁ ଆମେ ଅତିକ୍ରମ କରିଯିବା। ଆମର ଇହ ଜନ୍ମର ବା ବର୍ତ୍ତମାନ କ୍ରିୟମାନ କର୍ମର ସଂଗତିର ପରିଣାମ ଏତେ ବେଶୀ ହେଇଯିବ, ଅତୀତର ଅସଙ୍ଗତିକୁ କାଟିଦବ। ଏଇଟା ହଉଛି ଯୋଗ ସାଧନାରେ ଯେଉଁ ଚେତନାର ବିବର୍ତ୍ତନ ଦ୍ରୁତ ହୁଏ, ଏଇଟା ହଉଛି ତାର ରହସ୍ୟ। ଏବଂ ଯଦି ଆମେ ଆଗ୍ରହୀ ଆମର ବିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ, ତାହେଲେ ଭଲ ମଣିଷ, ଅତି ସରଳ ଭାଷାରେ କହିବାକୁ ଗଲେ ଭଲ ମଣିଷଟି ହେବା ପାଇଁ ଚେଷ୍ଟା କରିବା। ସଂଗତିକୁ ସବୁବେଳେ ସମ୍ମୁଖରେ ରଖିବା, ସେଇଟା ହବ ଆମର ଟାର୍ଗେଟ। ହାରମୋନି ଆଟ୍ ଏନି କଷ୍ଟ ବୋଲି ଯେଉଁ ସୀମା କହିଛନ୍ତି, ତାର ତାତ୍ପର୍ଯ୍ୟ ଏଇଟା। ହାରମୋନି ଆଟ୍ ଏନି କଷ୍ଟ। ସଂଗତିକୁ ଭିତ୍ତି କରି ବାକି ସବୁ କିଛି, ସଂଗତିର ଆଧାରରେ ସବୁ କିଛି। ସେଥିପାଇଁ କୌଣସି ପ୍ରକାର ବିରୋଧ, କୌଣସି ପ୍ରକାର ମତାନ୍ତର, କଳହ, ଝଗଡ଼ା ଝାଟି ଏସବୁକୁ ଶ୍ରୀମା ଦୃଢ ଭାବରେ ବିରୋଧ କରୁଥିଲେ। ପୂଜ୍ୟ ବାବାଜୀ ମଧ୍ୟ, ବାବାଜୀଙ୍କ ପାଖକୁ ସାଧକମାନେ ଅନେକ ସମସ୍ୟା ନେଇକି ଆସୁଥିଲେ। କାହାର ପାରିବାରିକ ସମସ୍ୟା, କାହାର ଆଶ୍ରମ ସମସ୍ୟା, କାହାର ଶିକ୍ଷା କେନ୍ଦ୍ର ସମସ୍ୟା। ପୂଜ୍ୟ ବାବାଜୀ ଅତି ସରଳ ଭାବରେ ସମସ୍ତଙ୍କୁ ନାମ ଜପ କରିବାକୁ କହୁଥିଲେ। ନାମ ଜପ ହିଁ ସବୁ ସମସ୍ୟାର ଏକମାତ୍ର ସମାଧାନ। ଏଇଟା ଥିଲା ବାବାଜୀଙ୍କର ଅମୂଲ୍ୟ ଉପଦେଶ। ଏବଂ এই କଳହ ମତାନ୍ତର ସମ୍ପର୍କରେ ବାବାଜୀ କହୁଥିଲେ ଯେ କଳହ କରିବ ନାହିଁ। ଜଣେ ଯଦି ତମ କଥା ନ ବୁଝିଲା, ତମେ ମାଙ୍କ ପାଖରେ ଛାଡିଦବ, ମାଙ୍କୁ ଜଣେଇଦବ ଏବଂ ତୁ ନୀରବ ରହିକରି ଅପେକ୍ଷା କରିବ, ଦେଖିବ ମା ସବୁ ସଜାଡି ଦେବେ। ଚେତନାରେ ଜଣେ ବହୁତ ଉଚ୍ଚ ସ୍ତରକୁ ନ ଯାଇଥିଲେ ଏଭଳି କଥା କହିପାରିବ ନାହିଁ। ଏଇଟା ସବୁ ଅନୁଭୂତି ପ୍ରସୂତ ଜ୍ଞାନ, ମନଗଢା କଥା ଆଦୌ ନାହିଁ। ଏଇଟା ମୁଁ ଏବେ ବୁଝୁଛି ପ୍ରିୟ ଭାଇ। ଆଗରୁ ମୋର ମଧ୍ୟ ବିଶ୍ୱାସ ନଥିଲା, ଏସବୁ ମାମୁଲି କଥା ଭଳିଆ ଲାଗୁଥିଲା। କିନ୍ତୁ ଏ ଶବ୍ଦ ଗୁଡିକର ଓଜନ ଏତେ ବେଶୀ, ମୁଁ ସେଟା ଏବେ ଅନୁଭବ କରୁଛି। ଏବେ ବି ପୁରା ବୁଝିଲିଣି ବୋଲି କହିପାରିବେ ନାହିଁ, ସେଟା ଦୁଷ୍ଟତା ହବ। ସାମାନ୍ୟ ସାମାନ୍ୟ ବୁଝୁଛି, ଅଳ୍ପ ଅଳ୍ପ ବୁଝୁଛି। ସେଟା ମଧ୍ୟ ତାଙ୍କରି କୃପା, ପ୍ରଭୁଙ୍କର, ମାଙ୍କର ଏବଂ ପୂଜ୍ୟ ବାବାଜୀଙ୍କର କୃପା। ତେଣୁ ଆମକୁ ମଣିଷ ହେବାକୁ ପଡିବ। ସେଟା ଆମର ସାଧନାର ପ୍ରଥମ ପଦକ୍ଷେପ। ମଣିଷ ହେବା, ତାପରେ ଉଚ୍ଚତର ମଣିଷ ହେବା, ତାପରେ ଅଧିମାନସ ହେବା। ଅତିମାନସ ତ ବହୁତ ଦୂର, ଅତିମାନସ କେତେ ବାଟ ଆମ ମନରେ ପ୍ରଶ୍ନ ଉଠେ। ବହୁତ ବାଟ, କାରଣ ଆମେ ମଣିଷ ହିଁ। କିନ୍ତୁ ନିରାଶ ହେବା ଦରକାର ନାହିଁ। ସାଧନାର ଯେଉଁ ପ୍ରଗତି, ସେଟା ଜୋମେଟ୍ରିକ ପ୍ରୋଗ୍ରେସନରେ ଚାଲିପାରେ, ଜ୍ୟାମିତିକ ପ୍ରଗତିରେ ଚାଲିପାରେ, ଅର୍ଥାତ୍ ବହୁଗୁଣିତ ହେଇପାରେ। ବର୍ତ୍ତମାନ ଯୋଉ ରେଟରେ ଚାଲିଛି ସେଇ ରେଟରେ ଯିବ ସେମିତି ମାନେ ନାହିଁ। ନିର୍ଭର କରୁଛି ଆମର ନିଷ୍ଠା ଉପରେ, ଆମର ଅଧ୍ୟବସାୟ, ଦୃଢ ସଂକଳ୍ପ ଉପରେ। କାରଣ ଆମର ନିଷ୍ଠା, ଅଧ୍ୟବସାୟ
ସଂକଳ୍ପ ଏବଂ ଆସ୍ପୃହା ଅନୁଯାୟୀ ସେ ଦିବ୍ୟ ଶକ୍ତି ଉତ୍ତର ଦିଅନ୍ତି। ଗୋଟେ ପତ୍ରରେ ପ୍ରଭୁ ଲେଖିଛନ୍ତି ଯେ ଅନେକ ସମୟରେ ଆମେ ଆମର ନିଜର ଦୁର୍ବଳତା ଗୁଡ଼ିକ, ଦୋଷ ଦୁର୍ବଳତା ଗୁଡ଼ିକ ଉପରେ ଧ୍ୟାନ ଦେଇକରି ଅନେକ ସମୟରେ ଆମେ ଟିକେ ଡିପ୍ରେସ୍ଡ ହେଇଯାଉ, ଅବସାଦଗ୍ରସ୍ତ ହେଇଯାଉ। କହୁ ଆମ ଭିତରେ ଏତେ ମଇଳା ଅଛି, ଏତେ ଦୋଷ ଅଛି, ଏତେ ଅଶୁଦ୍ଧି ଅଛି, ପ୍ରଗତି କରିବା କିପରି? ପ୍ରଭୁ ସୁନ୍ଦର କଥା କହୁଛନ୍ତି, it is a mistake to dwell too much on the lower nature and its obstacles, which is the negative side of sadhana. ପ୍ରକୃତରେ ସାଧନାର ଦୁଇଟି ଦିଗ, ସକାରାତ୍ମକ ନକାରାତ୍ମକ। ସକାରାତ୍ମକ ଦିଗଟି ହେଉଛି ଆମେ ଯାହା ହେବାକୁ ଚାହୁଁ, ଯେଉଁ ଶୁଦ୍ଧ ଚେତନା, ଯେଉଁ ଶୁଦ୍ଧତା, ପୂର୍ଣ୍ଣତା, ଦିବ୍ୟତା, ଯାହା ଆମର ଲକ୍ଷ୍ୟ, ତାକୁ ସମ୍ମୁଖରେ ରଖିବା, ତା ବିଷୟରେ ସବୁବେଳେ ଏକାଗ୍ର ହେବା, ତା ଉପରେ। ଏଇଟା ହେଉଛି ସାଧନାର ସକାରାତ୍ମକ ଦିଗ, ପଜିଟିଭ ଆସ୍ପେକ୍ଟ। ନକାରାତ୍ମକ ଦିଗଟା ହେଉଛି ନିଜ ଦୋଷ ଦୁର୍ବଳତାକୁ ଦେଖିବା, ତାକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଚେଷ୍ଟା କରିବା। ପ୍ରତ୍ୟାଖ୍ୟାନ ତ ଆମ ଯୁଗରେ ଅହଙ୍ଗତ ଭାବରେ କରାଯାଏ ନାହିଁ, ସମର୍ପଣ ଭାବରେ କରାଯାଏ। ଅର୍ଥାତ୍ ଦୋଷ ତ୍ରୁଟିକୁ ଆମେ ଭଗବାନଙ୍କୁ ଦେଇଦେବା, ତାଙ୍କୁ ପ୍ରାର୍ଥନା କରିବା ସେଗୁଡ଼ିକୁ ରୂପାନ୍ତରିତ କରିବା ପାଇଁ। ସେଗୁଡ଼ିକୁ ମୂଳୋତ୍ପାଟିତ କରିବା ବା ଉପାଡ଼ି କରି ଫିଙ୍ଗିଦେବା ବା ତା ଉପରେ ବିଜୟ ହାସଲ କରିବା, ଏଇଟା ଆମର ଲକ୍ଷ୍ୟ ନୁହେଁ। ଆମର ଲକ୍ଷ୍ୟ ହେଉଛି ସମର୍ପଣ ମାଧ୍ୟମରେ ପ୍ରତ୍ୟାଖ୍ୟାନ। ତ ଦୁଇଟି ଦିଗ, ସକାରାତ୍ମକ ନକାରାତ୍ମକ। ପ୍ରଭୁ ଏଠି କହିବାର ତାତ୍ପର୍ଯ୍ୟ ହେଉଛି ଯେ ନକାରାତ୍ମକ ଦିଗଟି ଉପରେ ଅତିଶୟ ଗୁରୁତ୍ୱ ଦେଲେ ଆମେ ପ୍ରଗତିକୁ ବିଳମ୍ବିତ କରିବା। ଏଇଟା ଠିକ ପଛକୁ ଦେଖିକିରି ଚାଲିଲା ଭଳି। ଆମେ ଯଦି ଶୀଘ୍ର ପହଞ୍ଚିବାକୁ ଚାହୁଁ, ଆମେ ଆଗକୁ ଦେଖିବା ନା ପଛକୁ ଦେଖିବା? ନା ମିଶାମିଶି କିଛି ଆଗକୁ ଦେଖୁଥିବା, ଟିକେ ଟିକେ ପଛକୁ ଦେଖି ଦଉଥିବା, କେତେ ବାଟ ଆସିଲେଣି। ପ୍ରକୃତରେ ଯେ ଆଗକୁ ମାଡି ଚାଲିବ, ତାକୁ ପଛକୁ ଦେଖିବା ଦରକାର ନାହିଁ। କିନ୍ତୁ ବେଳେ ବେଳେ ଆମେ ଦେଖୁ କେତେ ବାଟ ଆସିଲେଣି, ଆଉ କେତେ ବାକି ଅଛି। ଅତୀତକୁ ଦେଖୁ, ଆମର ଦୋଷ ଦୁର୍ବଳତା ଗୁଡ଼ିକୁ ମନେ ପକାଉ। କିନ୍ତୁ ଯଦି ବେଶୀ ପଛକୁ ଦେଖିବା, ତାହେଲେ ପ୍ରଗତି ବନ୍ଦ ହେଇଯିବ, ଆମେ ଅଟକି ଯିବା ସେଇଠି। ସେଥିପାଇଁ ପ୍ରଭୁ କହୁଛନ୍ତି ବାଧା ସମୂହକୁ ଦୃଷ୍ଟି ଦେବାକୁ ହବ, ଶୁଦ୍ଧ କରିବାକୁ ହବ। କିନ୍ତୁ ସେଗୁଡ଼ିକୁ ଅତିଶୟ ଗୁରୁତ୍ୱ ଦେବା ଏବଂ ବ୍ୟସ୍ତ ହେବା, ଏଇଟା ସାଧନାରେ ସହାୟକ ହୁଏ ନାହିଁ। ବ୍ୟସ୍ତତା, କୌଣସି ପ୍ରକାରର ବି ବ୍ୟସ୍ତତା ସାଧନାରେ ସହାୟକ ହୁଏ ନାହିଁ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ପ୍ରଭୁ ଏଠି ଆମକୁ କ୍ଲାରିଫାଏ କରୁଛନ୍ତି ଯେ ଏକଥା ସତ୍ୟ ଯେ ଆଧାର ଶୁଦ୍ଧ ନହେଲେ ଉଚ୍ଚତର ଶକ୍ତି, ଦିବ୍ୟ ଶକ୍ତି ମାନେ ଅବତରଣ କରିବେନି। ସେଥିରେ ଆମେ ଦେଖୁଛୁ ଆମ ଭିତରେ ତ କାମ, କ୍ରୋଧ, ଲୋଭ, ମୋହ, ହିଂସା, ଈର୍ଷା, ରାଗ, ଦ୍ୱେଷ ସବୁ ତ ଭରପୁର ହେଇକରି ଅଛି। ମାନେ ସମ୍ପୂର୍ଣ୍ଣ ମନ୍ଦିରଟା ଆବର୍ଜନାମୟ ହେଇକରି ଅଛି। ଦେବତା କେତେବେଳେ ଅବତରଣ କରିବେ? ପ୍ରଥମେ ସଫା କଲେ ସିନା ହବ। ତେଣୁ ଆମେ କଣ ଭାବୁ, ଏସବୁକୁ ପୂର୍ଣ୍ଣ ରୂପେ ଶୁଦ୍ଧ କରିବା, ତାପରେ ଶକ୍ତି ଅବତରଣ କରିବେ। ଯେଉଁ କହନ୍ତି ସେ 60 ମହଣ ଘିଅ ହବ ନା ରାଧା ନାଚିବ, ସେମିତି ଅପେକ୍ଷା କଥା। ସେ 60 ମହଣ କେବେ ହବ ନାହିଁ, ରାଧା ନାଚିବ ନାହିଁ। ପ୍ରକୃତରେ ଏ ଦିଟା ଏକ ପ୍ରକ୍ରିୟା ଏକା ସାଙ୍ଗରେ ଚାଲେ, ପ୍ୟୁରିଫିକେସନ ଏଣ୍ଡ ଡିସେଣ୍ଟ। ଯେଉଁ ଅନୁପାତରେ ଆମର ଚେତନା କ୍ରମଶଃ ଶୁଦ୍ଧୀକୃତ ହେଇଯାଉଥିବ, ଶୁଦ୍ଧରୁ ଶୁଦ୍ଧତର ହେଇଯାଉଥିବ, ସେ ଅନୁପାତରେ ଦିବ୍ୟ ଶକ୍ତି ଅଧିକରୁ ଅଧିକ ଉତ୍ତରି ଆସନ୍ତି ଏବଂ ଧୀରେ ଧୀରେ ସ୍ଥାୟୀ ଭାବରେ ଆମର ଚେତନାରେ ବସବାସ କରନ୍ତି। ଯେତେ ଅଧିକ ଶୁଦ୍ଧ ହଉଥିବ ଆମର ଚେତନା, ସେତେ ଅଧିକ ଯୋଗ୍ୟ ହଉଥିବ ସେ ଦିବ୍ୟ ଶକ୍ତିକୁ ସ୍ଥାୟୀ ଭାବରେ ଧାରଣ କରିବା ପାଇଁ ବା ଗ୍ରହଣ କରିବା ପାଇଁ।
ତେଣୁ ଦିଟାକ ପ୍ରକ୍ରିୟା ଏକା ସାଙ୍ଗରେ ଚାଲିବ। ସବୁ କହୁଛନ୍ତି ଏଇଟା ଆହୁରି ସତ୍ୟ ଯେ ଉଚ୍ଚତର ଶକ୍ତି ବା ପ୍ରକୃତି ଯେତେ ଅଧିକ ଅବତରଣ କରିବ, ନିମ୍ନ ପ୍ରକୃତି ସେତେ ଶୁଦ୍ଧ ହେଇଯାଉଥିବ। ଉଚ୍ଚତର ଶକ୍ତି ଯେମିତି ପତିତ ପାବନୀ ଗଙ୍ଗା ଆସିଲେ, ଗଙ୍ଗା ହେଉଛନ୍ତି ପତିତ ପାବନୀ, ଅର୍ଥାତ୍ ସମସ୍ତ କଳୁଷ ନାଶିନୀ। ସେ ସମସ୍ତ କଳୁଷକୁ ଧୋଇ ଦିଅନ୍ତି, ତାକୁ ଶୁଦ୍ଧ କରିଦିଅନ୍ତି, ତାକୁ ଶୁଦ୍ଧ ସ୍ୱରୂପରେ ପରିଣତ କରିଦିଅନ୍ତି। ସେଥିପାଇଁ ଗଙ୍ଗା ପତିତ ପାବନୀ। ଯେମିତି ଗଙ୍ଗା ଆସିଲା ପରେ ଆମର ଚେତନା ବହୁତ ପରିମାଣରେ ଶୁଦ୍ଧ ହେଇଗଲା। ସେ ଯେତିକି ଅଧିକରୁ ଅଧିକ ଉତ୍ତରିଲେ ସେତିକି ଶୁଦ୍ଧ କରିକରି ଚାଲିଲେ। ତେଣୁ ଆମର ଶୁଦ୍ଧିକରଣର ପ୍ରୟାସ ଅନୁଯାୟୀ ସେ ଅନୁପାତରେ ଉଚ୍ଚତର ଶକ୍ତି ଅବତରଣ କରିବେ, ଏବଂ ସେ ଯେତେ ଅବତରଣ କରୁଥିବେ ଏ ନିମ୍ନ ପ୍ରକୃତି ସେତେ ଅଧିକ ଶୁଦ୍ଧ ହେଇଯାଉଥିବ। କାରଣ ସେ ଶକ୍ତି ଗୁଡିକ କେବଳ ଏଠିକି ଓହ୍ଲେଇବା ପାଇଁ ଆସନ୍ତି ନାହିଁ, ସେମାନେ ଆସନ୍ତି ଶୁଦ୍ଧ କରିବା ପାଇଁ, ଚେତନାକୁ ଆହୁରି ପ୍ରସ୍ତୁତ କରିବା ପାଇଁ, ଯୋଗ୍ୟ କରିବା ପାଇଁ। ତେଣୁ ଏକାଥରକେ ସବୁ ଚେତନା ଶୁଦ୍ଧ ହେଇଯିବ, ତାପରେ ଦିବ୍ୟ ଶକ୍ତି ଆସିବେ। ଆମର ଏଇ ଧାରଣାଟା ଭୁଲ। ସର୍ବାଙ୍ଗୀନ ଶୁଦ୍ଧତା ବା ସ୍ଥାୟୀ ପୂର୍ଣ୍ଣ ଅଭିବ୍ୟକ୍ତି ହଠାତ୍ ଦେଖାଯାଏ ନାହିଁ, ସେଥିପାଇଁ ସମୟ ଲାଗେ, ଧୀରେ ଧୀରେ ଆସେ। ତେଣୁ ଆମେ ସେ କଥା ମନେ ରଖିବା, ଯେଉଁ ପ୍ୟୁରିଫିକେସନ ଆଉ ଡିସେଣ୍ଟ ଏ ଦିଟା ଏକା ସାଙ୍ଗରେ ମାନେ ହାତକୁ ହାତ ମିଳେଇ ବା ପାଦକୁ ପାଦ ମିଳେଇ ଗତି କରନ୍ତି। The two, purification and manifestation, go on progressing side by side and become more and more strong to play into each other's hands. ଅର୍ଥାତ୍ ଯେତେ ସେମାନେ ଆଗକୁ ଆଗକୁ ଚାଲିଥାନ୍ତି, ଆମର ପ୍ୟୁରିଫିକେସନରେ ଯେତେ ଆଗକୁ ବଢୁଥାଏ ସେ ଅନୁସାରେ ଉଚ୍ଚତର ଚେତନା ଅଭିବ୍ୟକ୍ତି ମଧ୍ୟ ଅଧିକରୁ ଅଧିକ ହେଇ ଚାଲିଥାଏ, ଏବଂ ସେଗୁଡିକ ଆମର ଚେତନା ଉପରେ ତାଙ୍କର ଦୃଢ ଭିତ୍ତି ସ୍ଥାପନ କରି କରି ଚାଲିଥାନ୍ତି। ଅର୍ଥାତ୍ ଯେଉଁ ପରସ୍ପରର ହାତକୁ ସେମାନେ ଧରିକରି ଚାଲୁଥାନ୍ତି, ସେ ହାତର ଯେଉଁ ପକଡ଼ ସେଟା ଅଧିକରୁ ଅଧିକ ମଜବୁତ ହଉଥାଏ ବୋଲି ପ୍ରଭୁ କହୁଛନ୍ତି। ଦ୍ୟାଟ ଇଜ ଦ ୟୁଜୁଆଲ କୋର୍ସ ଅଫ ଦି ସାଧନା। ଏଇଟା ହଉଛି ସାଧନାର ସାଧାରଣ ଗତି, ମାନେ ଏଇଟା ହିଁ ଯଥାର୍ଥ ପ୍ରକ୍ରିୟା ଯାହା ଆମ ଭିତରେ ଘଟେ। ତେଣୁ ଆମେ ଆମର ଅଶୁଦ୍ଧତାକୁ ନେଇକରି ଏତେ ବ୍ୟସ୍ତ ହେବା ଦରକାର ନାହିଁ। ସେଇ ପ୍ରୋସେସ ଅଫ କ୍ଲିନିଂ ଏଇଟା ତ କଣ୍ଟିନ୍ୟୁସଲି ଚାଲିଥିବ, ଏଇଟା କେତେବେଳେ ସରିବ ନାହିଁ। ତେଣୁ ଆମେ ସକାରାତ୍ମକ ଦିଗ ଉପରେ ଧ୍ୟାନ ଦେବା, ନକାରାତ୍ମକ ବେଶୀ ଦେଖିବା ନାହିଁ। ଦେଖିବା କେବଳ ଚିହ୍ନିବା ନିମନ୍ତେ, ସେଗୁଡିକୁ ଭଗବାନଙ୍କ ନିକଟରେ ଆସ୍ପାହାର ଅଗ୍ନିରେ ନିକ୍ଷେପ କରିବା ନିମନ୍ତେ। ତାପରେ ଆକୁ କହୁଛନ୍ତି, ଜଣେ ସାଧକ ତାଙ୍କର ଗୋଟେ ଅନୁଭୂତିକୁ ନେଇକରି ପ୍ରଶ୍ନ କରିଥିଲେ। ଅନେକ ସମୟରେ ସାଧନା ଜୀବନରେ ତୀବ୍ର ଅନୁଭୂତି ଗୁଡିକ ଆସେ। ତୀବ୍ର ଅନୁଭୂତି କହିଲେ କଣ, ଆଉ ସାଧାରଣ ଅନୁଭୂତି କହିଲେ କଣ? ଯୋଉଟା ଇଣ୍ଟେନ୍ସ, ଗଭୀର ବା ତୀବ୍ର ଅନୁଭୂତି, ସେଇଟା ଗୋଟେ ବିଶେଷ ଅନୁଭୂତି, ଯୋଉଟା କି ଅଳ୍ପ ସମୟ ପାଇଁ, କିଛି ସେକେଣ୍ଡ ବା କିଛି ମିନିଟ ପାଇଁ ରହିପାରେ, ତାପରେ ସେଟା ଚାଲିଯାଏ। ଆଉ ଯୋଉଟା ୟୁଜୁଆଲ ଏକ୍ସପିରିଏନ୍ସ, ସେଟା ଧୀରେ ଧୀରେ ଆସେ। ଆମେ ହୁଏତ ତା ବିଷୟରେ ଆମେ ସଚେତନ ହେଇପାରୁନା, କିନ୍ତୁ ସେଟା ଆସୁଥାଏ ଏବଂ ସ୍ଥାୟୀ ଭାବରେ ଆମ ଭିତରେ ରହିବାର ଲାଗିଥାଏ। ପ୍ରକୃତରେ ଆମର ଅଧ୍ୟାୟରେ ଯେମିତି ଆମର ଶରୀରଟା
ଧୀରେ ଧୀରେ ବୃଦ୍ଧି ପ୍ରାପ୍ତ ହେଇକରି ଧୀରେ ଧୀରେ ବୃଦ୍ଧତ୍ୱ ଆଡକୁ ଯାତ୍ରା କରୁଛି, ଯେମିତି ଏହାର ସେ ଯୋଉ କଣ୍ଟିନ୍ୟୁଅସ୍ ପ୍ରୋସେସ ଅଫ ଏଜିଂ, ଆମର ଏଇ ବୟସ ବୃଦ୍ଧି ବା ବୃଦ୍ଧତ୍ୱର ଗତିଟାକୁ ଆମେ ଯେମିତି ଟିକିନିଖି ଭାବରେ ଯେମିତି ଲକ୍ଷ୍ୟ କରିପାରୁନୁ, ଠିକ ସେମିତି ଚେତନାର ଯୋଉ ଗୋଟେ ପରିପକ୍ୱତା, ଯୋଉ ମେଚୁରେସନ, ପ୍ରୋସେସ ଅଫ ମେଚୁରେସନ, ଏଇଟାକୁ ଆମେ ଦେଖିପାରୁନା କିନ୍ତୁ ଚାଲିଥାଏ। ଆମେ ଟିକିନିଖି ଭାବରେ ପ୍ରତି ମୁହୂର୍ତ୍ତରେ ଅନୁଭବ ନ କରିପାରିଲେ ମଧ୍ୟ ଏଇଟା ଚାଲିଥାଏ। ଏବଂ ଆମେ ଯଦି କିଛି ବର୍ଷର ବ୍ୟବଧାନକୁ ମନେ ପକେଇବା ବା କମ୍ପେୟାର କରିବା, ତାହେଲେ ଏଇଟା ବୁଝିପାରିବା। ଯେମିତି ଆମେ ଏ 10 ବର୍ଷ ପୂର୍ବରୁ ଥିଲେ କଣ, ବର୍ତ୍ତମାନ କଣ ଅଛନ୍ତି। ଆମେ ସାଧାରଣ ଜୀବନର ଘଟଣା, କେବଳ ଯୋଗ ଜୀବନ କାହିଁକି ବା ସାଧନା କଥା କାହିଁକି, ସାଧାରଣ କଥା ମନେ ପକେଇଲେ ମଧ୍ୟ ଆମେ ପାର୍ଥକ୍ୟ ଜାଣିପାରିବା ଯେ ପ୍ରକୃତରେ ଚେତନାର ମେଚୁରେସନ ଗୁଡ଼ିକ ଚାଲିଛି, ଗୋଟେ ପରିପାକ କ୍ରିୟା ଚାଲିଛି। ଗୋଟେ ଛୋଟ ଉଦାହରଣ ମୁଁ ଦେଉଛି। ଯେତେବେଳେ ମୁଁ ପ୍ରାଥମିକ ଶ୍ରେଣୀରେ ପଢୁଥିଲି, ଇଂରାଜୀ ଭାଷା, ଅନ୍ୟାନ୍ୟ ବିଷୟ କଥା ମୁଁ କହିବି ନାହିଁ, କେବଳ ଏଇ ଗୋଟିଏ ଭାଷା, ଇଂରାଜୀ ଭାଷା ମତେ ବହୁତ ଆକର୍ଷିତ କରୁଥିଲା, ଚମତ୍କୃତ କରୁଥିଲା ଏବଂ ତା ରହସ୍ୟ ଭେଦ କରିବା ପାଇଁ ମନେ ମନେ ଚେଷ୍ଟା କରୁଥିଲି, କିନ୍ତୁ ପାରୁନଥିଲି। ମାନେ ମତେ ଲାଗୁଥିଲା ଏଇଟା ଯେମିତି ଭାଷାରେ ଯେମିତି ମୋର ଆୟତ୍ତର ବାହାରେ, କେମିତି ଲୋକେ ଶିଖି ଯାଉଛନ୍ତି, କେମିତି କହିପାରୁଛନ୍ତି, ସେମାନେ କଣ ଯୋଗଜନ୍ମା ଗୋଟେ ସ୍ପେଶାଲ, କଣ ସେମାନେ ଗୋଟେ ବିଶେଷ ପ୍ରତିଭା ନେଇକରି ଜନ୍ମ ହେଇଛନ୍ତି, ମାନେ ଗିଫ୍ଟେଡ, ଏମିତି ପ୍ରଶ୍ନ ସବୁ ଆସୁଥିଲା ଏବଂ ମତେ ଲାଗୁନଥିଲା ମୁଁ ପାରିବି ବୋଲିକିରି। ଏପରିକି ହାୟର ସେକେଣ୍ଡାରୀ ପଢିଲା ବେଳେ ମଧ୍ୟ ମତେ ବିଶ୍ୱାସ ନଥିଲା, ଯେଉଁ ଅଧ୍ୟାପକ ଅଧ୍ୟାପିକା ମାନେ, ମୋର ପୂଜ୍ୟ ଗୁରୁଜୀ ଗୁରୁମା ମାନେ ଏତେ ସୁନ୍ଦର ଭାବରେ ଅନର୍ଗଳ କହି ଚାଲୁଥିଲେ, ମତେ ଆଶ୍ଚର୍ଯ୍ୟ ଲାଗୁଥିଲା କେମିତି ମାନେ ଆୟତ୍ତ କଲେ ଭାଷାଟିକୁ, ଆଉ ମୋ ପକ୍ଷରେ କାହିଁକି ହଉନି। ଏବଂ ମତେ ଲାଗୁନଥିଲା ଯେ କେବେ ହେଇପାରିବ ଭବିଷ୍ୟତରେ ବୋଲି, ବିଲକୁଲ ବିଶ୍ୱାସ ହଉନଥିଲା। କିନ୍ତୁ ଧୀରେ 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 ଯେତେବେଳେ ମୁଁ +3 ସେକେଣ୍ଡ ଇୟର ଥାର୍ଡ ଇୟର ପଢିଲି, ତାପରେ ଗୋଟେ ବିଶ୍ୱାସ ହେଲା ଯେ ହେଇପାରିବ। ସେତେବେଳେ ବହୁତ ବିକଶିତ ହେଇଯାଇଥିଲି ସେମିତି ନୁହେଁ, କିନ୍ତୁ ମତେ ଲାଗୁଥିଲା ଯେ ନା ହେଇପାରିବ, ଏବଂ ସେଟା ହେଲା। ତେଣୁ ଗୋଟେ ସମୟ ଲାଗେ, ଚେତନାର ପରିପକ୍ୱତା ଆସିବା ପାଇଁ ଗୋଟେ ସମୟ ଲାଗେ। ସେ ସମୟ ପର୍ଯ୍ୟନ୍ତ ଆମକୁ ଧୈର୍ଯ୍ୟ ଧରିକି ଅପେକ୍ଷା କରିବାକୁ ପଡିବ। କିନ୍ତୁ ଅପେକ୍ଷା କରିବା ମାନେ ହାତ ଗୋଡ ବାନ୍ଧି ବସିବା ନାହିଁ, ଆମ ପକ୍ଷରେ ଆମେ ଯଥାସମ୍ଭବ ଚେଷ୍ଟା କରି ଚାଲିଥିବା, କିନ୍ତୁ ଅଟଳ ଧୈର୍ଯ୍ୟ ରଖିଥିବା ଯେ ଆଜି ନହେଲେ କାଲି ଆମର କର୍ମର ପରିଣାମ ନିଶ୍ଚୟ ଆମକୁ ମିଳିବ। ଲେବର ନେଭର ଗୋଜ୍ ଅନରିୱାର୍ଡେଡ and all sincere prayers are granted। ଏଇଟା ଆମକୁ ମନେ ରଖିବାକୁ ପଡିବ। ଅନେକ ସମୟରେ ଆମର ଚେତନା ଯଥେଷ୍ଟ ପରିପକ୍ୱ ନ ହେବା ପର୍ଯ୍ୟନ୍ତ ଆମକୁ ଲାଗେ ଯେ ଆମେ ଯାହା ଅର୍ଜନ କରୁଛନ୍ତି ସବୁ ଚାଲି ଯାଉଛି, ମାନେ ଯେମିତି ଗୋଟେ କଣା ପାତ୍ରରେ ଜଳ ଯେତେ ଢାଳିଲେ ମଧ୍ୟ ସେଟା ବୋହିଯାଏ, ଆମକୁ ଲାଗେ ସବୁ କିଛି ବୋହି ଯାଉଛି, ଭିତରେ କିଛି ରହୁନାହିଁ। ମତେ ବି ଏମିତି ଲାଗୁଥିଲା, ଯେମିତି ଏତେ ସବୁ ପଢଉଛନ୍ତି ଗୁରୁଜୀ ମାନେ, କିନ୍ତୁ କିଛି ମନେ ରଖି ପାରୁନାହିଁ, ସବୁ ଚାଲି ଯାଉଛି, ମାନେ ପଢେଇବାଟା ବୃଥା ହଉଛି। ପ୍ରକୃତରେ ସେମିତି ନୁହେଁ, ବୃଥା ହୁଏ ନାହିଁ। ଆମର ଚେତନା ଥରେ ଯାହା ଗ୍ରହଣ କରିଛି ସେଟା ତା ଭିତରେ ରହେ, କିନ୍ତୁ ତା ଉପରେ ଆୟତ୍ତ ଆଣିବା ପାଇଁ ଯେଉଁ ପରିପକ୍ୱତା ଦରକାର ଚେତନାର, ସେ ପରିପକ୍ୱତା ନ ଆସିବା ପର୍ଯ୍ୟନ୍ତ ସେ ଲବ୍ଧ ଜ୍ଞାନଟା ଆଉ ପ୍ରକାଶିତ ହେଇପାରେ ନାହିଁ ବା କାର୍ଯ୍ୟକାରୀ ହେଇପାରେ ନାହିଁ। କିନ୍ତୁ ସେଟା ଭିତରେ ଥାଏ, କିଛି ବି ବିନଷ୍ଟ ହୁଏ ନାହିଁ ବୋଲି ଏଠି ବହୁତ ସ୍ପଷ୍ଟ ଭାବରେ ଲେଖିଛନ୍ତି। ଆଉ ଯେତେବେଳେ ଆମର ଚେତନା ଯଥେଷ୍ଟ ପରିପକ୍ୱ ହେଇଯାଏ, ସେତେବେଳେ ଆମେ ଲକ୍ଷ୍ୟ କରିପାରୁ ଅତୀତକୁ, ଯେ ଦେଖୁ ଯେ ଯାହା କିଛି ଆମକୁ ଅତୀତରେ ମିଳିଥିଲା କିଛି ବି ନଷ୍ଟ ହେଇନାହିଁ, ବରଂ ନୀରବରେ
ସେ ଭିତରେ ଭିତରେ ତାର କାର୍ଯ୍ୟ କରିଚାଲିଛି। ତେଣୁ ଏଇଟା ଗୋଟେ ଅତି ଗୁରୁତ୍ୱପୂର୍ଣ୍ଣ କଥା ପ୍ରଭୁଙ୍କର ଆମ ସମସ୍ତଙ୍କ ପାଇଁ। ଆମ ପାଇଁ ଏଇଟା ଗୋଟେ ଆଶ୍ୱାସନା ବାଣୀ ଏବଂ ନିଜ ଭିତରେ ଆମେ ସକାରାତ୍ମକ ମନୋଭାବ, ଆଶାବାଦ, ଅପ୍ଟିମିଜମ ଆଉ ପଜିଟିଭ ଆଟିଚ୍ୟୁଡ ଏଇଟା ବିକଶିତ କରିବା ପାଇଁ ପ୍ରଭୁଙ୍କର ବାଣୀ ବହୁତ ଆମକୁ ସାହାଯ୍ୟ କରିବ। ସାଧନାରେ ଏଇଟା ଗୋଟେ ବହୁତ ବଡ ଆବଶ୍ୟକତା। ତାପରେ ଆଉ ଜଣେ ସାଧକ ତାଙ୍କର ଗୋଟେ ଅନୁଭୂତି ଏଠି ଲେଖିଛନ୍ତି ପ୍ରଭୁଙ୍କୁ। ସେ ଗୋଟେ ବିଶାଳତାର ଅନୁଭବ କରୁଛନ୍ତି, ଏକ୍ସପାନ୍ସନ। vastness and overwhelming calm and silence, ଏକ ପରିପୂର୍ଣ୍ଣ ଶାନ୍ତି ଓ ନିରବତା, ଏଭଳି ଅନୁଭବ ଅନେକ ସମୟରେ ଆସେ। ଗଭୀର ଅନୁଭୂତି, ଅତି ତୀବ୍ର ଅନୁଭୂତି, କିନ୍ତୁ ଏଇ ଅନୁଭୂତି ସ୍ଥାୟୀ ହେଇକି ରହେ ନାହିଁ। ଯୋଉଟା ତୀବ୍ର ସେଟା ସ୍ଥାୟୀ ହେଇକି ରହେ ନାହିଁ। ଯୋଉଟା ଧୀରେ ଧୀରେ ଆସେ ଏବଂ ଯାହା ଆମେ ଜାଣିପାରୁନାହିଁ ସେଇଟା ସ୍ଥାୟୀ ହେଇକି ରହେ, କିନ୍ତୁ ତୀବ୍ରଟା ଗୁଡାକ ଆସେ ପଳେଇଯାଏ। କାହିଁକି ନା ସେତିକି ତୀବ୍ରତା ସହିତ ଯଦି ଶକ୍ତି ଅବତରଣ କରି ଚାଲିଥିବ ତାହେଲେ ଆମର ଚେତନା ତ ପ୍ରସ୍ତୁତ ହେଇନାହିଁ, ସେ ନଷ୍ଟ ହେଇଯିବ, ଭୁଷୁଡିଯିବ, ଭାଙ୍ଗିଯିବ, ବିଘଟିତ ହେଇଯିବ, ଡିଜଲ୍ଭ କରିଯିବ। ସେଥିପାଇଁ ସେ ତୀବ୍ର ଅନୁଭୂତି ଆସିବାର ଅର୍ଥ ହେଉଛି ଗୋଟେ ଶକ୍ତି ତୀବ୍ର ଭାବରେ କ୍ରିୟା କରୁଛି। ସେଟା ବେଶୀ ସମୟ ଯଦି କ୍ରିୟା କରିବ ତାହେଲେ ଆଧାରଟା ନଷ୍ଟ ହେଇଯିବ। ଭଗବାନ କାହିଁକି ସେମିତି କରିବେ? ସେ ନିର୍ଦ୍ଦୟ ନୁହନ୍ତି। ତେଣୁ ଆମର ଚେତନା ଯେତିକି ସହ୍ୟ କରିପାରିବ ସେତିକି ସମୟ ସେଟା ରହେ, ଫର ଫ୍ୟୁ ସେକେଣ୍ଡସ୍, ତାପରେ ଚାଲିଯାଏ। କାରି କ୍ଷେତ୍ରରେ ଗୋଟେ ଏକ୍ସପାନ୍ସନ ଅନୁଭବ ହେଇପାରେ, ଭାଷ୍ଟନେସ୍। ଯେମିତି ତାଙ୍କୁ ଲାଗିବ ଯେ ଏ ଶରୀରଟା ଯେମିତି ଫୁଲି ଯାଉଛି, ବିରାଟ ହେଇ ବିସ୍ତାରିତ ହେଇକି ଯେମିତି ଯେତିକି ଦେଖାଯାଉଛି ଦିଗ୍ବଳୟ ପର୍ଯ୍ୟନ୍ତ ବିସ୍ତାରିତ ହେଇଗଲା ଏବଂ ସବୁକୁ ଯେମିତି ଆହରଣ କରିଦଉଛି। ଯେମିତି ତାର ବାହୁବେଷ୍ଟନରେ ତାକୁ ଦେଖାଯାଉଥିବା ଚତୁର୍ଦିଗରେ ସବୁ କିଛି ତାର ଅନ୍ତର୍ଭୁକ୍ତ ହେଇଯାଉଛନ୍ତି, ଏମିତି ଅନୁଭବ ହେଇପାରେ। କାହା ଭିତରେ ଗୋଟେ ଦିବ୍ୟ ଶାନ୍ତି, ଶାନ୍ତିର ଗୋଟେ ଚାପ, ଯେଉଁ ଶାନ୍ତିକୁ କିଛି ବି ବାହ୍ୟ ପରିବେଶ ଖଣ୍ଡିତ କରିପାରିବ ନାହିଁ, ଏଭଳି ଗୋଟେ ଶାନ୍ତି, ଗୋଟେ ଜମାଟ ବାନ୍ଧିଦେଲା ଭଳି ଶାନ୍ତିର ଅନୁଭବ ଜଣେ କରିପାରେ। ନିରବତା ମଧ୍ୟ ସେହିପରି। ନିରବତା ହଉଛି ସେ ଅବସ୍ଥା ଯାହାକୁ କୌଣସି କୋଳାହଳ, ବାହାରେ ଡିଜେ ବାଜୁଥାଉ, ବମ୍ ଫୁଟୁଥାଉ, ଆଉ କିଛି ଫରକ ପଡିବ ନାହିଁ। ସମ୍ପୂର୍ଣ୍ଣ ନିରବ ନିଶ୍ଚଳ ଥିବ, ଚମକିବ ନାହିଁ ମଧ୍ୟ। ଏଭଳି ନିରବତା ଯାହାକୁ କି କିଛି ବି ନଷ୍ଟ କରିପାରେ ନାହିଁ, ତାକୁ କେହି ହଲଚଲ କରିପାରିବ ନାହିଁ, ହେଉଛି ସେ ନିରବତା। ଏଇଟା ଗୋଟେ ଗୋଟେ ଅତି ତୀବ୍ର ଅନୁଭୂତି। ଏବଂ ପ୍ରଭୁ କହୁଛନ୍ତି ଏଇଟା ହେଉଛି ଆତ୍ମନ୍ ବା ନିରବ ବ୍ରହ୍ମନ୍, ସେଲ୍ଫ ଅର୍ ସାଇଲେଣ୍ଟ ଆତ୍ମନ୍। ସାଇଲେଣ୍ଟ ବ୍ରହ୍ମନ୍ ବୋଲି କହୁଛନ୍ତି। ଇଟ୍ ଇଜ ଆତ୍ମନ୍ ଅର୍ ସାଇଲେଣ୍ଟ ବ୍ରହ୍ମନ୍। It is the whole aim of many yoga to get the realization of Atman or silent Brahman and live in it. ପୁରାତନ ଯୋଗ ମାର୍ଗ ଗୁଡିକରେ ଏଗୁଡାକୁ ଚରମ ଅନୁଭୂତି ବୋଲି କୁହାଯାଉଥିଲା। କିଛି କିଛି ମାର୍ଗ ୟାକୁ ସାଧନାର ଚରମ ଶିଖର ବୋଲି ମନେ କରୁଥିଲେ, ମାନେ ସେଇଟା ହେଇଗଲା ଆତ୍ମାର ଉପଲବ୍ଧି। କିନ୍ତୁ ପୂର୍ଣ୍ଣ ଯୋଗରେ ଏଇଟା ତ ଆରମ୍ଭ, ଏଇଠୁ ହିଁ ଅସଲ ଯାତ୍ରା ଆରମ୍ଭ ହବ। ବର୍ତ୍ତମାନ କେବଳ ପ୍ରସ୍ତୁତି ଚାଲିଛି, ପ୍ରିପାରେସନ ଚାଲିଛି, ଉଡାଣଟା ଆରମ୍ଭ ହେଇନାହିଁ। କେବଳ ଟିକେଟ କିଣିବା ପାଇଁ ମନି କଲେକ୍ସନ ଚାଲିଛି।
ସେଥିପାଇଁ ଚାକିରି ଯୋଗାଡ଼ କରିବା, ଅର୍ଥ ଉପାର୍ଜନ କରିବା, କଠୋର ପରିଶ୍ରମ ଏସବୁ ଚାଲିଛି। ଯେତେବେଳେ ଆମେ ଏରୋପ୍ଲେନ ବସିଯିବା, ଏରୋପ୍ଲେନଟା ଉଠିବ, ଟେକ୍ ଅଫ୍ କରିବ, ସେତେବେଳେ ସିନା ଯାତ୍ରାଟା ଆରମ୍ଭ ହବ, ଅସଲ ଯାତ୍ରା ଆରମ୍ଭ ହେଇନି। ତେଣୁ ଏରୋପ୍ଲେନରେ ପହଞ୍ଚି ଯିବାଟା ଲକ୍ଷ୍ୟ ନୁହେଁ, ସେଟା ତ ଯାତ୍ରାର ଆରମ୍ଭ ହବ। ପ୍ରଭୁ ସେ କଥା କହୁଛନ୍ତି, it is only the first stage of the realization of the divine, and of that growing of the being into the higher or divine consciousness which we call transformation, ଯାହାକୁ ଆମେ ରୂପାନ୍ତର ବୋଲି କହୁଛୁ। ସେଇ ରୂପାନ୍ତର ଆଡକୁ ଚେତନାର ଉତ୍ଥାନ ପଥରେ ଏଇଟା ହେଉଛି ପ୍ରଥମ ସୋପାନ ମାତ୍ର। ତେଣୁ এই ବିଶାଳତା, ପରିପୂର୍ଣ୍ଣ ଶାନ୍ତି, ଦିବ୍ୟ ନିରବତା, ଏସବୁ ଅନୁଭୂତି ଆସିବାଟା ସ୍ୱାଗତ ଯୋଗ୍ୟ, କିନ୍ତୁ ଏଥିରେ ଆମେ ଉଲ୍ଲସିତ ହେବାର ନାହିଁ, କି ସେଟା ଚାଲିଗଲେ, ହଠାତ୍ ଆସିକି ଚାଲିଗଲା ବୋଲି ଦୁଃଖିତ ହେବାର ନାହିଁ, ବରଂ ଆହୁରି ଆହୁରି ଆମକୁ ଏକାଗ୍ରତାର ଅଭ୍ୟାସ କରିବାର ଅଛି, ଆହୁରି ସଂଗତିପୂର୍ଣ୍ଣ ଆଚରଣ କରିବାର ଅଛି। ପ୍ରତ୍ୟେକ ପଦକ୍ଷେପରେ ହାରମୋନି, ସଂଗତି ହେଉ ଆମର ଏକମାତ୍ର ମୋଟୋ। ସେଟା ସବୁବେଳେ ଆମର ସମ୍ମୁଖରେ ରହୁ, ତା ଦ୍ୱାରା ଆମର ଚେତନା ପ୍ରସ୍ତୁତ ହେବ ସ୍ଥାୟୀ ଭାବରେ ସେ ଉଚ୍ଚତର ଶକ୍ତି ଗୁଡ଼ିକୁ ଧାରଣ କରିବା ପାଇଁ ଏବଂ ନିଜକୁ ବିବର୍ତ୍ତିତ କରିବା। ତେବେ ସମୟ ତ ହେଇଯାଇଛି, ଆଜି ପାଇଁ ଆମେ ଆଲୋଚନାକୁ ଏଠି ବିରାମ ଦେବା। ପରବର୍ତ୍ତୀ ପତ୍ର ଗୁଡ଼ିକ ପୁଣି ଆମେ ପରବର୍ତ୍ତୀ ଅଧିବେଶନରେ ଅଧ୍ୟୟନ କରିବା। ମୁଁ ଭାବୁଛି ପରବର୍ତ୍ତୀ ଥରକୁ ଲକ୍ଷ୍ୟ ପ୍ରସଙ୍ଗରେ ଆମେ ଅଳ୍ପ କେତୋଟି 3-4ଟି ପତ୍ର ଅଛି, ଆମେ ତାକୁ ସମାପ୍ତ କରିବା ପାଇଁ ସମର୍ଥ ହେବା। ତେଣୁ ବର୍ତ୍ତମାନ ପାଇଁ ସମସ୍ତ ଭାଇଙ୍କ ଆନ୍ତରିକ ଧନ୍ୟବାଦ ଜଣାଇ ମାଙ୍କ ପାଖରେ ସମସ୍ତଙ୍କ ତରଫରୁ ବିନମ୍ର କୃତଜ୍ଞତା ନିବେଦନ କରି ରହୁଛି। ବନ୍ଦେ ମାତରମ୍।